ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୁଁ ସଞ୍ଜିତ ପରାଶେଠ। ଆଜି ଆମେ ଗୋଟେ ବିଷୟ ଦେଖିବା। ପ୍ରଭୁ ଯୀଶୁଙ୍କୁ କ୍ରୁଶବିଦ୍ଧ କଲା ସମୟରେ ତାଙ୍କ ଦକ୍ଷିଣ ପାର୍ଶ୍ୱରେ ଗୋଟେ ଚୋରକୁ ମଧ୍ୟ ଟଙ୍ଗା ଯାଇଥିଲା। ଆଉ ସେ ଚୋର କ'ଣ କହୁଛି ପ୍ରଭୁ ଯୀଶୁଙ୍କୁ, ଆଉ କି ପ୍ରକାର ସେ ଚୋରର ଉଦ୍ଧାର ହେଉଛି, ସେ ଚୋରଠୁ ଆମେ କ'ଣ ଶିକ୍ଷା ପାଇପାରିବା, ସେ ବିଷୟରେ ଆଜି ଚିନ୍ତା କରିବା। ଆସନ୍ତୁ ଲୁକ ତାର 23 ପର୍ବ 39 ରୁ 43 ପର୍ଯ୍ୟନ୍ତ ଦେଖିବା। ଲୁକ୍ ଚାପ୍ଟର 23 verses 39 to 43। ଏଠାରେ ଏ ପ୍ରକାର ଲେଖା ଅଛି, ଆଉ କ୍ରୁଶରେ ଚଢ଼ାଯାଉଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କ'ଣ ଖ୍ରୀଷ୍ଟ ନୁହଁ? ତୁ କ'ଣ ଖ୍ରୀଷ୍ଟ ନୋହୁ? ନିଜକୁ ଓ ଆମକୁ ରକ୍ଷା କର। ଏ ପଦ ଟିକେ ମୁଁ ବ୍ୟାଖ୍ୟା କରିବା ପାଇଁ ଚାହିଁବି। ଏଠାରେ ଦୁଇଟା ଦୋଷୀକୁ, ଦୁଇଟା ଚୋରକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ମରାଯାଉଅଛି। ପ୍ରଭୁ ଯୀଶୁଙ୍କୁ ଆମେ ଦେଖିବା କହିଲେ ବିନା ଦୋଷରେ ଦଣ୍ଡ ଦିଆଯାଉଅଛି, କିନ୍ତୁ ଦୁଇଟା ଚୋରକୁ ତାଙ୍କର ନିଜ ନିଜ ଭୁଲ ପାଇଁ ସେମାନଙ୍କୁ ଦଣ୍ଡ ଦିଆଯାଉଅଛି। ତ କ'ଣ ହେଲା ଆଗକୁ ଦେଖିବା। ସେ ଚୋରମାନେ ମଧ୍ୟ ପ୍ରଭୁ ଯୀଶୁଙ୍କୁ ପରିହାସ କରୁଛନ୍ତି। ପ୍ରଭୁ ଯୀଶୁଙ୍କୁ କହୁଛନ୍ତି, ତୁ କ'ଣ ଖ୍ରୀଷ୍ଟ ନୁହଁ କି? ତାହେଲେ ତୁ ନିଜକୁ ରକ୍ଷା କର ଆଉ ଆମକୁ ମଧ୍ୟ ରକ୍ଷା କର। এই କଥା ତାଙ୍କ ବାମ ପାର୍ଶ୍ୱରେ ଥିବା ଚୋର କହୁଅଛି। ଏହାର ଅର୍ଥ କ'ଣ? ସେ ଚାହେଁ ଯେ ପ୍ରଭୁ ଯୀଶୁ ମୋତେ ଏଇ କ୍ରୁଶରୁ ଓହ୍ଲେଇ ଦିଅନ୍ତୁ, ମୋତେ ଭଲ କରିଦିଅନ୍ତୁ, ଆଉ ମୁଁ ପୁଣି ଆଉ ଥରେ ସେ ଚୋର ବିଦ୍ୟାରେ ଆଉ ଟିକେ ଏମିତି ଅଧିକ ଚୋରି କରିପାରିବି, ଅଧିକ ଅତ୍ୟାଚାର କରିପାରିବି, ସେ ଚିନ୍ତାରେ ସେ ଅଛି। ପ୍ରଭୁ ତାକୁ ସେଥିପାଇଁ ଅନୁମତି ଦିଅନ୍ତୁ ବୋଲି ସେ କହୁଛି। ତାର ଅର୍ଥ ସେଇଟା। କିନ୍ତୁ ତାଙ୍କ ପ୍ରଭୁ ଯୀଶୁଙ୍କ ଦକ୍ଷିଣ ପାଖରେ ଥିବା ଗୋଟେ ଚୋର କ'ଣ କହୁଛି ଆମେ ଦେଖିବା। କିନ୍ତୁ ଅନ୍ୟ ଜଣକ ତାଙ୍କୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ। ତୁ ଈଶ୍ୱରଙ୍କୁ କ'ଣ ଭୟ ମଧ୍ୟ କରୁନାହୁଁ? ଏଠାରେ ଦେଖିବା, ଯେଉଁ ଚୋର ଦକ୍ଷିଣ ପାଖରେ ପ୍ରଭୁଙ୍କର ଥିଲା, ସେ ଚୋର ପ୍ରଭୁ ଯୀଶୁଙ୍କୁ ସ୍ପଷ୍ଟ ଭାବରେ ନିରୀକ୍ଷଣ କରୁଛି। ପ୍ରଭୁ ଯୀଶୁଙ୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କର କଥା ସେ ଦେଖୁଛି। ପ୍ରଭୁ ଯୀଶୁ କି ପ୍ରକାରେ ପ୍ରଥମେ କହିଲେ କେମିତି ତାଙ୍କୁ ମାରୁଥିବା ଲୋକମାନଙ୍କ ପାଇଁ ପ୍ରଭୁ ପରମେଶ୍ୱରଙ୍କ ନିକଟରେ କେମିତି ନିବେଦନ କରୁଛନ୍ତି, ଆଉ କହୁଛନ୍ତି, ପ୍ରଭୁ ଏମାନଙ୍କୁ କ୍ଷମା କର, ଏମାନେ କ'ଣ କରୁଛନ୍ତି ତାହା ଜାଣନ୍ତି ନାହିଁ। ଦେଖନ୍ତୁ, କଥା ଯେତେବେଳେ ସେ ଚୋର ଶୁଣିପାରିଲା, ସେ ଚିନ୍ତା କରିଥିବ, ମୁଁ ତ ଦୋଷ କରିକିରି ଦଣ୍ଡ ପାଉଛି, ହେଲେ ଏଇ ବ୍ୟକ୍ତି ଯେ ବିନା ଦୋଷରେ କ୍ରୁଶରେ ଝୁଲିଛନ୍ତି, ଦଣ୍ଡ ପାଉଛନ୍ତି, ରକ୍ତ ବହୁଛି, ଆମେ ଚାହୁଁଛୁ ଛଡ଼େଇକିରି ଯିବା ପାଇଁ, ଆମେ ଚାହୁଁଛୁ କି ଆମକୁ କେମିତି ଏଠୁ ରକ୍ଷା ପାଇପାରିବୁ ଆମେ। କିନ୍ତୁ ଏଇ ବ୍ୟକ୍ତି ଯେଉଁମାନେ ତାଙ୍କୁ ପିଟୁଛନ୍ତି, ଯେଉଁମାନେ ତାଙ୍କୁ ମାରୁଛନ୍ତି, ଯେଉଁମାନେ ତାଙ୍କୁ ରକ୍ତାକ୍ତ କରୁଛନ୍ତି, ସେମାନଙ୍କ ପାଇଁ ଈଶ୍ୱରଙ୍କୁ ନିବେଦନ କରୁଛନ୍ତି କି ଈଶ୍ୱର ସେମାନଙ୍କୁ କ୍ଷମା କରନ୍ତୁ। କି ପ୍ରକାର ବ୍ୟକ୍ତି! ଯେଉଁ ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି, ସେଇ ବ୍ୟକ୍ତିଙ୍କୁ ପୁଣି ଦଣ୍ଡ ଦିଆଯାଉଛି, କିନ୍ତୁ ସେଇ ବ୍ୟକ୍ତି ପୁଣି କହୁଛନ୍ତି ଯେଉଁମାନେ ତାଙ୍କୁ ମାରୁଛନ୍ତି, ଯେଉଁମାନେ ତାଙ୍କୁ ପିଟୁଛନ୍ତି, ସେମାନଙ୍କୁ କ୍ଷମା କର ବୋଲି। ଏଇ ଯେଉଁ କଥା, ପଦେ କଥା ଚୋରର କାନରେ ପଡ଼ିଲା, ଦକ୍ଷିଣ ପାଖରେ ଥିବା ଚୋରର କାନରେ ପଡ଼ିଛି, ତା ହୃଦୟ ତରଳି ଯାଇଛି ଏ କଥା ଶୁଣି। ଆଉ ସେ ଜାଣିପାରିଛି, ତେଣୁକରି ସେ ବାମ ପାର୍ଶ୍ୱରେ ଥିବା ସେ ଚୋରକୁ ଧମକ ଦେଇକି କହୁଛି, ତୁ କ'ଣ ଈଶ୍ୱରଙ୍କୁ ମଧ୍ୟ ଭୟ କରୁନୁ କି? ଯେ ଏ ଜଣେ ନିର୍ଦ୍ଦୋଷରେ ଯେଉଁ ଦଣ୍ଡ ଭୋଗୁଛି, ସେ ଲୋକକୁ ତୁ କହୁଛୁ ଏ ପ୍ରକାର କଥା। ତାପରେ କ'ଣ କହୁଛନ୍ତି ଦେଖନ୍ତୁ, ଆଉ ଆମେମାନେ ସିନା ନ୍ୟାୟ ଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି। ସେ ଜାଣିପାରିଛି, ସେ ଚିହ୍ନିପାରିଛି ପ୍ରଭୁ ଯୀଶୁଙ୍କୁ, ଯେ ପ୍ରଭୁ ଯୀଶୁ ଯେଉଁ କ୍ରୁଶରେ ମରୁଛନ୍ତି ତାଙ୍କର ନିଜର ଦୋଷ ପାଇଁ ନୁହଁ,
କୌଣସି ଭୁଲ କାମ କରିନାହାନ୍ତି, ତଥାପି ସେ କ୍ରୁଶରେ ଚଢ଼ୁଛନ୍ତି, ରକ୍ତ ବୁହାଉଛନ୍ତି। ତାକୁ ସେ ହୃଦୟଙ୍ଗମ କଲା, ଜାଣିପାରିଛି। ଆଉ ସେ ଚୋରକୁ ତାଗିଦ କରି କହୁଛି ଯେ ତୁ ଈଶ୍ୱରଙ୍କୁ ମଧ୍ୟ ଭୟ କରୁନୁ। ଆଉ ଏ ବ୍ୟକ୍ତି ଯେଉଁ କ୍ରୁଶରେ ଝୁଲିଛନ୍ତି ସେଟା ତାଙ୍କ ଭୁଲ ପାଇଁ ନୁହଁ, ତାଙ୍କର ଅଧାର୍ମିକତା ପାଇଁ ନୁହଁ, ନିର୍ଦ୍ଦୋଷରେ ସେ ଝୁଲିଛନ୍ତି। ପାପ ଶୂନ୍ୟ ବ୍ୟକ୍ତି, କିନ୍ତୁ ଆମେ ଯେଉଁ ଝୁଲିଛୁ, ଆମେ ଯେଉଁ କ୍ରୁଶରେ ହତ ହେଇଛୁ, ଆମ ନିଜ ଭୁଲ ପାଇଁ ଆମ ଦଣ୍ଡ ଆମେ ପାଉଛୁ, ଆମ ଭୁଲର ପରିଣାମ ଆମେ ଭୋଗୁଛୁ। କିନ୍ତୁ ଏଇ ଯେଉଁ ବ୍ୟକ୍ତି ବିନା ଦୋଷରେ ସେ ଭୁଲର ବିନା ଦୋଷରେ ସେ କ୍ରୁଶରେ ଝୁଲିଛନ୍ତି। କିନ୍ତୁ ଏଇ ବ୍ୟକ୍ତିଙ୍କର କଥା ତୁ ଶୁଣିଛୁ କି? ସେ କେମିତି କଥା ହେଉଛନ୍ତି? ଆମେ ସିନା ଛାଟି ପିଟି ହେଉଛୁ ବଞ୍ଚିବା ପାଇଁ। ଏ ବ୍ୟକ୍ତି ଯେଉଁମାନେ ତାଙ୍କୁ ମାରୁଛନ୍ତି, ଯେଉଁମାନେ ତାଙ୍କୁ ପରିହାସ କରୁଛନ୍ତି, ସେମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କରୁଛନ୍ତି କି ସେମାନଙ୍କୁ ପ୍ରଭୁ କ୍ଷମା କରନ୍ତୁ ବୋଲି। ତାପରେ ଲେଖାଯାଏ, ପୁଣି ସେ କହିଲା, ପ୍ରଭୁ ଯୀଶୁଙ୍କୁ ସେ କହୁଛି, ଚୋର କହୁଛି, ଆପଣ ନିଜ ରାଜ୍ୟରେ, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। ସେ ପ୍ରଭୁଙ୍କୁ ନିବେଦନ କରୁଛି। ଚୋରକୁ ତାଗିଦ କଲା ପରେ ସେ ପ୍ରଭୁଙ୍କୁ ନିବେଦନ କରୁଛି ଯେ ପ୍ରଭୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। ଦେଖନ୍ତୁ, ଚୋର ୟା ଭିତରେ ଅନେକ କଥା ଜାଣିଯାଇଛି, ଅନେକ କଥା ହୃଦୟ ଭିତରେ ସେ ଜାଣିପାରିଛି। ପ୍ରଭୁଙ୍କୁ ସେ ଚିହ୍ନି ପାରିଛି, ସ୍ପଷ୍ଟ ଭାବରେ ଜାଣିପାରିଛି। ପ୍ରଭୁ ଯୀଶୁଙ୍କୁ ସେ ସ୍ପଷ୍ଟ ଭାବରେ ଜାଣିପାରିଛି। ଯଦି ବା ସେ ପ୍ରଭୁଙ୍କୁ କେବେ ଭେଟିଥିବ ନ ଭେଟିଥିବ ସେଟା ପଛର କଥା, କିନ୍ତୁ ଯେଉଁଦିନ ତାର ସାକ୍ଷାତ ହେଇଛି ଏ ମରୁଥିବା ଅବସ୍ଥାରେ ମଧ୍ୟ ଯେତେବେଳେ ସେ ପ୍ରଭୁଙ୍କୁ ସାକ୍ଷାତ ପାଇଛି, ପ୍ରଭୁଙ୍କର ଅସୀମ ଦୟା, ଅସୀମ କ୍ଷମାର ଗୁଣକୁ ସେ ଜାଣିପାରିଛି। ଆଉ ପ୍ରଭୁଙ୍କୁ ସେ ପରମେଶ୍ୱର ବୋଲି ସ୍ୱୀକାର କରିଦେଇଛି। ଆଉ ତେଣୁକରି ସେ କହୁଛି ଯେ ପ୍ରଭୁ ତୁମେ ନିଜ ରାଜ୍ୟରେ ପ୍ରବେଶ କଲେ। ତାର ଅର୍ଥ ସେ ବୁଝିପାରିଛି ଇଏ ଏକା ଈଶ୍ୱର, ଆଉ ଇଏ ଆଉ ଥରେ ବଞ୍ଚିକରି ତାଙ୍କ ନିଜ ରାଜ୍ୟରେ ସେ ପ୍ରବେଶ କରିବେ। ଏ ବିଷୟ ମଧ୍ୟ ସେ ବିଶ୍ୱାସ କରିଛି। ହାଲେଲୁୟା। ଆମେ ସେ ଚୋରଠୁ କ'ଣ ଶିକ୍ଷା କରୁଛୁ ଆଜି ଚିନ୍ତା କରିବା। ଚୋରର ତ ବିଶ୍ୱାସ ଥିଲା ଯେ ଏଇ ପ୍ରଭୁ ଯେଉଁ ବିନା ଦୋଷରେ ସେ ମରୁଛନ୍ତି, ସେ ଦିନେ ଉଠିବେ, ଜୀବିତ ହେବେ, ଆଉ ନିଜ ରାଜ୍ୟରେ ପ୍ରବେଶ କରିବେ। ସେହି ସମୟରେ ମୋତେ ପ୍ରଭୁ ତୁମେ ସ୍ମରଣ କରିବ ବୋଲି ସେ କହିଲା। ପ୍ରଭୁଙ୍କୁ ଏତିକି ଖାଲି କହିଛି। ପ୍ରଭୁ ତାକୁ କ'ଣ କହୁଛନ୍ତି ଦେଖନ୍ତୁ। ସେଥିରେ ସେ ତାହାଙ୍କୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ଆଜି ତୁମେ ମୋହର ସହିତ ପାରଦୀସରେ ଉପସ୍ଥିତ ହେବ। ଦେଖନ୍ତୁ ମୋର ପ୍ରିୟମାନେ, ପ୍ରଭୁ ଯୀଶୁ କ୍ରୁଶରେ ଝୁଲିଛନ୍ତି। ପ୍ରଭୁ ଯୀଶୁ ରକ୍ତାକ୍ତ ହେଇଛନ୍ତି। ପ୍ରଭୁ ଯୀଶୁ ଆଉ 2 ମିନିଟ୍ କି 5 ମିନିଟ୍ କି 10 ମିନିଟ୍ ଭିତରେ ଜୀବନ ପରିତ୍ୟାଗ କରିଦେବେ। ଶରୀରରେ ତାଙ୍କ ଜୀବନ ନଥିବ, କିନ୍ତୁ ସେଇ ଅବସ୍ଥାରେ ପ୍ରଭୁ ତାକୁ ଗୋଟେ କଥା କହୁଛନ୍ତି ଯେ ଆଜି ତୁ ମୋ ସହିତ ପାରଦୀସରେ ଉପସ୍ଥିତ ହେବୁ। ମାନେ ଏଟା ସମ୍ଭବ କଥା କି? ଶାରୀରିକ ଭାବରେ ଏଟା ଅସମ୍ଭବ। ଆମେ ଶାରୀରିକ ଭାବରେ ଦେଖିଲେ ଆମକୁ ଏଟା ଅସମ୍ଭବ ପ୍ରକାର ଲାଗୁଛି, କିନ୍ତୁ ଯଦି ଆତ୍ମିକ ଭାବରେ ଆମେ ଦେଖିବା ପୁରା ସିଓର ସମ୍ଭବ। କାହିଁକି ନା ଯେଉଁ ପ୍ରଭୁ ତାକୁ କ୍ରୁଶରୁ ଏଇ ବାଣୀ କହୁଥିଲେ ସେ ସାଧାରଣ ବ୍ୟକ୍ତି ନଥିଲେ। ସମ୍ପୂର୍ଣ୍ଣ ରକ୍ତ ତାଙ୍କର ବହିଗଲା। ସମ୍ପୂର୍ଣ୍ଣ ଟୋପାଏ ମଧ୍ୟ ରକ୍ତ ତାଙ୍କ ଦେହରେ ନଥିଲା। ସମ୍ପୂର୍ଣ୍ଣ ଭାବରେ ସେ ରକ୍ତ ଶୂନ୍ୟ ହେଇଗଲେ, ଜୀବନ ତ୍ୟାଗ କରିଦେଲେ। ତାଙ୍କ ଶରୀରକୁ ସମାଧିରେ ରଖାଗଲା। ତାପରେ କ'ଣ ହେଲା ଆପଣମାନେ ଜାଣିଛନ୍ତି? ସେ ପ୍ରଭୁ ତାଙ୍କ କହିଥିବା ଅନୁସାରେ ତୃତୀୟ ଦିନରେ ଜୀବିତମାନଙ୍କ ମଧ୍ୟରେ ପୁଣି ଥରେ ପୁନର୍ଜୀବିତ ହୋଇଛନ୍ତି। କବର ଭିତରକୁ କବର ଫଟେଇକିରି ସେ ପ୍ରଭୁ ବାହାରିଛନ୍ତି।
ଆଜି ଜଗତରେ ଅନେକ ପ୍ରଭୁ ଅଛନ୍ତି, ଯେଉଁମାନେ ମଣିଷମାନେ କିନ୍ତୁ ନିଜକୁ ପ୍ରଭୁ ବୋଲି କହିଛନ୍ତି। କିନ୍ତୁ ତାଙ୍କ କବରକୁ ଥରେ ଯାଆନ୍ତୁ ତ, ତାଙ୍କ କବରରେ ଆପଣମାନେ ବନ୍ଦ ଥିବାର ଦେଖିବେ। ତାଙ୍କ କବର ଖୁଡ଼ିଲେ ଆପଣମାନେ ହାଡ଼ ପାଇବେ, ଗନ୍ଧିଆ ସଢ଼ିଆ ମାଂସ ପାଇବେ। କିନ୍ତୁ ଆମେ ଯେଉଁ ପ୍ରଭୁକୁ ବିଶ୍ୱାସ କରୁଛୁ, ସେ ପ୍ରଭୁ ଯୀଶୁଙ୍କ କବରକୁ ଥରେ ଯାଆନ୍ତୁ ତ, କ'ଣ ପାଇବେ? କିଛି ନାହିଁ, ଶୂନ୍ୟ। କାହିଁକି ନା ସେ କବରରେ କେହି ନାହାନ୍ତି ବର୍ତ୍ତମାନ, ସେ କବର ଶୂନ୍ୟ ଅଛି। ଆଉ ପ୍ରଭୁ ତାକୁ ଯେଉଁ ପ୍ରତିଶ୍ରୁତି ଦେଲେ ସେ ଚୋରକୁ, ଯେ ଆଜି ତୁ ମୋ ସହିତ ପାରଦେଶରେ ଉପସ୍ଥିତ ହେବ, ତାର ଅର୍ଥ ସେଇଦିନ ଯେଉଁ ପରମେଶ୍ୱରଙ୍କ ହସ୍ତରେ ସମର୍ପଣ କଲେ ପ୍ରଭୁ ଯୀଶୁ ନିଜର ଆତ୍ମାକୁ, ସେହି ସମୟରେ ସେ ଚୋରର ଆତ୍ମାକୁ ମଧ୍ୟ ପ୍ରଭୁ ନେଇକି ସ୍ୱର୍ଗରେ ପହଞ୍ଚିଗଲେ। ହାଲେଲୁୟା। ଆଜି ଆମେ ମଧ୍ୟ ସେ ଚୋର ଭଳିଆ ନିଜର ପାପକୁ ସ୍ୱୀକାର କରିବା। ସେ ଚୋର ନିଜେ କହିଲା, ଆମେ ନିଜ ଦୋଷ ପାଇଁ ଭୋଗ କରୁଅଛୁ ଏଇ କଷ୍ଟ। ଆଜି ବି ଆମେ ଯଦି ଚିନ୍ତା କରିବା, ଆମେ ଯେଉଁ ଦୁଃଖ ଭୋଗ କରୁଛୁ, ଯେଉଁ କଷ୍ଟ ଭୋଗ କରୁଛୁ, ଆମ ନିଜର ଭୁଲ ପାଇଁ, ଆମ ନିଜ ଅପରାଧ ପାଇଁ, ଆଉ ପ୍ରଭୁଙ୍କୁ ଆମେ ଯଦି କହିବା, ପ୍ରଭୁ ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ। ପ୍ରଭୁ ତ ନିଜ ରାଜ୍ୟରେ ଅଛନ୍ତି। ଆଜି ଆମଠାରୁ ଚାହୁଁଛନ୍ତି କେବେ ଆମେ ତାଙ୍କୁ ଏଇ କଥା କହିବା ଯେ ପ୍ରଭୁ ଆମକୁ ସ୍ମରଣ କରନ୍ତୁ। ଯଦି ଆମେ କହିବା, ପ୍ରଭୁ ଆମକୁ ସ୍ମରଣ କରନ୍ତୁ, ଆମର ପାପ ସବୁ କ୍ଷମା କରନ୍ତୁ, ଆମ ପାଇଁ ତ ପ୍ରଭୁ କ୍ରୁଶରେ ମରିଛନ୍ତି, ଆମ ପାଇଁ ତ ତାଙ୍କ ପବିତ୍ର ରକ୍ତ ବୋହିଛନ୍ତି। ଆସୁ ମୋର ପ୍ରିୟମାନେ, ପ୍ରଭୁଙ୍କ ଲୋକମାନେ, ନିଜର ପାପ ସ୍ୱୀକାର କରିବା, ନିଜର ଭୁଲକୁ ପ୍ରଭୁଙ୍କ ନିକଟରେ ମାନି ନେବା, ଆଉ ପ୍ରଭୁଙ୍କୁ ମୋର ପାପ ସବୁ କ୍ଷମା କର ବୋଲି କହିବା। ପ୍ରଭୁ ଆମର ପାପ କ୍ଷମା କରିବେ, ଆମକୁ ନୂଆ ଜୀବନ ଦେବେ। ଆଉ ସେଇ ନୂଆ ଜୀବନରେ ଆମେ ପ୍ରଭୁଙ୍କୁ ଧରିକିରି ଚାଲିପାରିବା, ପ୍ରଭୁଙ୍କ ସାଥେ ସାଥେ ଚାଲିପାରିବା। ପ୍ରଭୁ ଏ ଛୋଟିଆ ବାକ୍ୟରେ ଏ ଚୋରଠୁ ଯେଉଁ ଶିକ୍ଷା ପାଇଲୁ, ସେ ଶିକ୍ଷା ଦ୍ୱାରା ମଧ୍ୟ ଆଜି ଆମେ ଶେଷ ଯୁଗର ଲୋକମାନେ, କେଉଁ ମୁହୂର୍ତ୍ତରେ ଆମେ ମରିଯିବା ସେ ଚୋର ମଧ୍ୟ ଜାଣିଥିଲା। ଠିକ୍ ସମୟରେ ଠିକ୍ ଜିନିଷ ସେ ମାଗିଛି। ସେ ଜାଣିଛି ମୁଁ ବଞ୍ଚିକରି ବି ମୋର କିଛି ଲାଭ ନାହିଁ। ଯଦି ମୁଁ ପ୍ରଭୁଙ୍କୁ ମାଗିବି, ପ୍ରଭୁ ମୁଁ ଆଉ 20 ବର୍ଷ ବଞ୍ଚାଇବି, ମୋତେ ସାହାଯ୍ୟ କର ବୋଲେ ବି ମୁଁ ଆଉ ବଞ୍ଚିକରି ଯାଇକି ଆଉ ସେ ଚୋରର କାମ କରିବି, ଚୋରି କାର୍ଯ୍ୟ କରିବି ଏକା। ଯଦି ମୁଁ ମରିଗଲା ପରେ ପ୍ରଭୁଙ୍କୁ ଯଦି ମୁଁ କହେ, ପ୍ରଭୁ ତୁମେ ରାଜ୍ୟରେ ପ୍ରବେଶ କଲାବେଳେ ମୋତେ ସ୍ମରଣ କରିବ, ତାହେଲେ ମୁଁ ଆଟଲିଷ୍ଟ ପ୍ରଭୁଙ୍କ ସହିତ ମୋର ଅନନ୍ତ ରାଜ୍ୟରେ, ଯେଉଁ ରାଜ୍ୟର ଶେଷ ନାହିଁ, ସେ ରାଜ୍ୟରେ ତ ପ୍ରବେଶ କରିପାରିବି। ଆଜି ଆମେ ଅନେକ ଅସୁବିଧାରେ ବି ଥାଇପାରୁ, ଅନେକ ବହୁତ ବଡ଼ ସମସ୍ୟାରେ ବି ଥାଇପାରୁ। ଆମର ରୋଗ ଏମିତି ହେଇଥାଇପାରେ କି ଆମେ 2 ଦିନ ଭିତରେ ମରି ବି ଯିବା, ଏମିତି ଅବସ୍ଥାରେ ବି ଥାଇପାରୁ। କିନ୍ତୁ ସେଇ ଅବସ୍ଥାରେ ମଧ୍ୟ ଆମେ ପ୍ରଭୁଙ୍କୁ ଯଦି କହିବା, ପ୍ରଭୁ ଆପଣ ମୋତେ ସ୍ମରଣ କରନ୍ତୁ, ଏତିକି ଟିକେ ପ୍ରଭୁଙ୍କୁ କହିବା, ନିଜର ପାପ କ୍ଷମା କରି, ତାହେଲେ ପ୍ରଭୁ ଆମର ସବୁ ପାପ, ଯେତେ ବଡ଼ ପାପ ହେଇଥାଉ ନା କାହିଁକି, ଆମେ ଭାବିଥାଉ ଏ ପାପ କ୍ଷମା ହେଇପାରିବ ନାହିଁ, କିନ୍ତୁ ଯେଡ଼େ ବଡ଼ ପାପ ହେଇଥାଉ ପ୍ରଭୁ କ୍ଷମା କରିବା ପାଇଁ ବିଶ୍ୱସ୍ତ ଆଉ ନ୍ୟାୟବାନ ଅଟନ୍ତି। ଆଉ କ୍ଷମା କରିବେ, ଆମକୁ କୋଳେଇ ନେବେ। ଏବେ ସମୟ ଅଛି। କିନ୍ତୁ ସେ ଚୋର ଯଦି ମରି ସାରିଲା ପରେ ପ୍ରଭୁଙ୍କୁ କହିଥିଲେ ମଧ୍ୟ ଲାଭ ହେଇନଥାନ୍ତା। ସେ ବଞ୍ଚିଥିଲା, ସେଇ ସମୟରେ ସେ ଠିକ୍ ସମୟରେ ଠିକ୍ ଜିନିଷ ମାଗିଦେଲା। ଆଉ ପ୍ରଭୁ ତାକୁ ତାର ଅନୁତାପ ଦେଖିଲେ, ତାର ପାପ ସ୍ୱୀକାର ଦେଖି ତାକୁ ସବୁ ପାପରୁ ମୁକ୍ତ କରି ତାକୁ ସ୍ୱର୍ଗକୁ ନେଲେ। ଆଜି ମଧ୍ୟ ପ୍ରଭୁ ଆମକୁ ସେ ପ୍ରକାର ଚାହାନ୍ତି। ଶେଷ ମୁହୂର୍ତ୍ତରେ ମଧ୍ୟ, ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ପ୍ରଭୁ ଚାହାନ୍ତି ଆମେ ସ୍ୱୀକାର କରୁ ପାପ ଆଉ ତାଙ୍କ ପ୍ରତି ଫେରୁ। ପ୍ରିୟ ଲୋକମାନେ, ଯେଉଁମାନେ ବାକ୍ୟ ଶୁଣିଥିବେ ସେମାନେ ନିଶ୍ଚୟ ଆଶୀର୍ବାଦ ପାଇପାରିବେ। ପ୍ରଭୁ ଏ ବାକ୍ୟରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।